जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बाଙ୍କୁ प्रणाम करी ଆଜି ଆମେ ଆମର ଆଷ୍ଟ୍ରୋ ସେସନ ଆରମ୍ଭ କରିବା। এই ଆଷ୍ଟ୍ରୋ ସେସନଟି ରହିବ ନାରାୟଣଙ୍କର ଦଶାବତାର ଏବଂ ନବଗ୍ରହଙ୍କର ସମ୍ପର୍କ। ଏଇ ଯୋଉ ଟପିକଟା ଆମେ ମାନେ ପଢିବାକୁ ଯାଉଛେ, ଏ ଟପିକଟା ବୃହତ ପରାଶର ହୋରା ଶାସ୍ତ୍ରର ଅଧ୍ୟାୟ ନମ୍ବର 2। ଏଟାକୁ ଆମେ କାହିଁକି ପଢୁଛେ? ଆମେ ଜାଣିଛେ ଯେ ଆଷ୍ଟ୍ରୋଲୋଜି ବା ଜ୍ୟୋତିଷ ଶାସ୍ତ୍ରକୁ ଆମକୁ ପରାଶର ମୁନି ଯିଏକି ସିଏ ମାନେ ସିଏ ହିଁ ଆମକୁ ପ୍ରଦାନ କରିଛନ୍ତି। ଆଉ ହୋଲ ଏଇ ସନାତନ ଧର୍ମର ସଂସ୍କୃତିରେ ପରାଶର ମୁନି ହିଁ ଆ, ଆଉ ଜ୍ୟୋତିଷ ଶାସ୍ତ୍ରକୁ ଆମକୁ ଅ, ଦେଇଛନ୍ତି। ସେ କେବଳ ଜ୍ୟୋତିଷ ଶାସ୍ତ୍ର ଦେଇନାହାନ୍ତି, ସେ ବାସ୍ତୁଶାସ୍ତ୍ର ମଧ୍ୟ ଦେଇଛନ୍ତି, ବାସ୍ତୁଶାସ୍ତ୍ରକୁ ବି ଦେଇଛନ୍ତି। ସିଏ କଥୋପକଥନ ମାଧ୍ୟମରେ ତାଙ୍କର ଷ୍ଟୁଡେଣ୍ଟ ମୈତ୍ରେୟ ମୁନିଙ୍କୁ ଯୋଉ କଥା ଗୁଡିକ କହିଛନ୍ତି, ସେଗୁଡିକ ବୃହତ ପରାଶର ହୋରା ଶାସ୍ତ୍ରରେ ମାନେ ରହିଛି। ତେଣୁ କୌଣସି ନା କୌଣସି ଯିଏ ବି କୌଣସି ଲୋକ ବି ଯିଏ ସର୍ବପ୍ରଥମେ ଜ୍ୟୋତିଷ ପଢିବ, ସର୍ବପ୍ରଥମେ ତାର 1 ନମ୍ବର ବହି ରହିବ ବୃହତ ପରାଶର ହୋରା ଶାସ୍ତ୍ର। କାରଣ ବିଶ୍ୱାସ କରାଯାଏ ଯେ ଏଇ ବୃହତ ପରାଶର ହୋରା ଶାସ୍ତ୍ରଟା ମହର୍ଷି ପରାଶର, ଯିଏ କି ଜ୍ୟୋତିଷ ବାସ୍ତୁର ଯିଏ ଏଇ ନଲେଜ, ଏଇ ବା ଜ୍ୟୋତିଷ ବାସ୍ତୁର ନଲେଜ କୁ ଏଇ ଇହଲୋକକୁ ଆଣିଛନ୍ତି, ତାଙ୍କରି ମାଧ୍ୟମରେ ଆମେ ମାନେ ପାଇଛୁ। ତାଙ୍କରି ପ୍ରେଡିକ୍ସନ ଟେକ୍ନିକ କୁ ୟୁଜ କରିକି ଆମେ ମାନେ ପ୍ରେଡିକ୍ସନ କରୁଛୁ। ସେଇ ତାଙ୍କର ଗୋଟେ ତାଙ୍କର ଜଣେ ଶିଷ୍ୟ ମୈତ୍ର ମୁନିଙ୍କ ସହିତ ଆଲୋଚନା ପ୍ରସଙ୍ଗ, କଥା ପ୍ରସଙ୍ଗ ମାଧ୍ୟମରେ ସେ ଯୋଉ ମୈତ୍ର ମୁନି ଯୋଉ ତାଙ୍କୁ କୋଶ୍ଚିନ୍ ଗୁଡା ପଚାରୁଛନ୍ତି, ପରାଶର ମୁନି ତାର ଆନ୍ସର ଦେଇଛନ୍ତି। ୟା ପୂର୍ବରୁ ଅଛି ସୃଷ୍ଟି କଥନ ଅଧ୍ୟାୟ, ସେଟା ବହୁତ ଲମ୍ବା ଅଛି, ସେଟା ବୋରିଂ ଲାଗିବ, ସେଥିରେ କିଛି ଇଏ ନାହିଁ। ମୁଁ କଣ ତାର ଗୋଟେ ଲାଷ୍ଟ ଶ୍ଲୋକରୁ ହିଁ ମୁଁ କହିବାକୁ ଚାହୁଁଛି ଯେ ସେଇଠି ମହର୍ଷି ପରାଶର କହିଛନ୍ତି ମୈତ୍ରେୟ ମୁନିଙ୍କୁ ବୃହତ ପରାଶର ହୋରା ଶାସ୍ତ୍ରର ପ୍ରଥମ ଅଧ୍ୟାୟର 21 ନମ୍ବର ଶ୍ଲୋକରେ କି ସବୁ ଜୀବ ମାନଙ୍କ ଭିତରେ ପରମାତ୍ମା ହିଁ ବିରାଜମାନ କରୁଛନ୍ତି। ସମସ୍ତ ଚରାଚର ଜଗତ ବି ପରମାତ୍ମାଙ୍କ ମଧ୍ୟରେ ସ୍ଥିତ ଅଛି। ଠିକ ଅଛି ନା? ଏବଂ ସେଇ ଏକ ହିଁ ପରମାତ୍ମା ଯେତେବେଳେ ସୃଷ୍ଟି ହୁଏ ସେତେବେଳେ ସେ ବ୍ରହ୍ମା ବନିଯାଆନ୍ତି, ଯେତେବେଳେ ପାଳନ କରିବାକୁ ହୁଏ ସେ ବିଷ୍ଣୁ ବନିଯାଆନ୍ତି, ଏବଂ ଯେତେବେଳେ ସଂହାର କରିବାକୁ ହୁଏ ସେ ଶିବ ବନିଯାଆନ୍ତି। କିନ୍ତୁ ବାସ୍ତବରେ ସିଏ ଏକ ହିଁ। ଏଇ କଥାଟା ପରାଶର ମୁନି ସେ ତାଙ୍କର ଜ୍ୟୋତିଷ ଶାସ୍ତ୍ରରେ ସୃଷ୍ଟି କଥନ ଅଧ୍ୟାୟରେ ଲେଖିଛନ୍ତି। କିନ୍ତୁ ବର୍ତ୍ତମାନ ଆମେ ଛାଡିକି ଯିବାନି, ଆମେ ଯିବା ଆମର ଏଇ ଯୋଉ ମେନ୍ ଟପିକ କୁ ଯିବା। ସେ ଟପିକରେ ହେଲା କି ନାରାୟଣଙ୍କର ଦଶାବତାର ଏବଂ ଅ, ନବଗ୍ରହଙ୍କ ଭିତରେ ରିଲେସନସିପ ଟା କଣ। ମୈତ୍ର ମୁନି ପଚାରିଛନ୍ତି ପରାଶର ମୁନିକୁ କି ହେ ମୁନିରାଜ, ରାମକୃଷ୍ଣ ଆଦି ଯୋଉ ଶାସ୍ତ୍ରରେ ଅବତାର ଅଛି, ବିଷ୍ଣୁଙ୍କର ଅବତାର ଭାବରେ ବର୍ଣ୍ଣନା କରାଯାଇଛି, କିଆ କଣ କଣ ସେମାନେ ଜୀବାଂଶ, ଆମେ ତାଙ୍କୁ ଜୀବାଂଶ ଯୁକ୍ତ ବୁଝିବା ନା ସେ ଆକ୍ଚୁଆଲି ଅବତାର? ପରାଶର ମୁନି କହୁଛନ୍ତି ଭଗବାନ ରାମ, କୃଷ୍ଣ, ବରାହ ଏବଂ ନୃସିଂହ ରୂପ ପୂର୍ଣ୍ଣ ଅବତାର, ଅର୍ଥାତ୍ ସମ୍ପୂର୍ଣ୍ଣ ପରମାତ୍ମାରେ ଯୁକ୍ତ। ଦଶାବତାରକୁ ମୁଣ୍ଡରେ ଧରନ୍ତୁ। ଏବଂ ଏଇଠି ପରାଶର ମୁନି ଅବତାର କଥନ ଅଧ୍ୟାୟ ବୃହତ ପରାଶର ହୋର ଶାସ୍ତ୍ରର 2ୟ ଅଧ୍ୟାୟରେ ମୈତ୍ରଙ୍କୁ ପଚାରିବା ଦ୍ଵାରା କହିଛନ୍ତି ଯେ ଭଗବାନ ରାମ, ଭଗବାନ କୃଷ୍ଣ, ଭଗବାନ ବରାହ ଏବଂ ଭଗବାନ ନୃସିଂହ ଏ ହଉଛନ୍ତି ଭଗବାନଙ୍କର, ପରମାତ୍ମାଙ୍କର ଇଏ ହଉଛନ୍ତି ପୂର୍ଣ୍ଣ ଅବତାର, ଅର୍ଥାତ୍ ସମ୍ପୂର୍ଣ୍ଣ ପରମାତ୍ମା ଯୁକ୍ତ ଅବତାର। ଏବଂ ଏମାନଙ୍କ ବ୍ୟତୀତ ଅନ୍ୟ ସବୁ ଅବତାରଙ୍କ ମଧ୍ୟରେ ଜୀବାଂଶ ବିଦ୍ୟମାନ ରହିଛି। ସିଏ ପୁଣି ପରାଶର ମୁନି ୟାକୁ ଏକ୍ସପ୍ଲେନ କରିକି କହିଛନ୍ତି ଯଦିଓ ଅଜନ୍ମା ଭଗବାନ ବାସୁଦେବଙ୍କର ଅନେକ ଅବତାର ଅଛି, କିନ୍ତୁ ସବୁ ପ୍ରାଣୀ ମାନଙ୍କର କର୍ମ ଫଳ ଦେବା ବାଲା ଗ୍ରହ ରୂପ ଅବତାର ମୁଖ୍ୟ। ଏ ପଏଣ୍ଟ ଟାକୁ ଭଲସେ ମନେ ରଖନ୍ତୁ, କାରଣ ଆମେ ତା କଥା ପଢୁନୁ, ଆମେ ଡାଇରେକ୍ଟ ପରାଶର ମୁନିଙ୍କ ରଚିତ ବୃହତ ପରାଶର ଶାସ୍ତ୍ରକୁ ଏକ୍ସପ୍ଲେନ ମୁଁ କରୁଛି, ପଢିକି ଏକ୍ସପ୍ଲେନ କରୁଛି, ତାକେ ଭୁଲ ନ ହେଇଯାଉ, ମୋ ମୁହଁରୁ ଗୋଟେ ଏମିତି ଶବ୍ଦ ନ ବାହାରି ଯାଉ ଯାହାକି ଶାସ୍ତ୍ରର ଏଗେନଷ୍ଟରେ ହଉ।
କାରଣ ଶାସ୍ତ୍ରର ବାଟଟା ଚାଲିଛି। ତ ଏଇଠି ସେ କହିଛନ୍ତି କି ଯଦିଓ ଅଜନ୍ମା ଭଗବାନ ବାସୁଦେବଙ୍କର ଅନେକ ଅବତାର ଅଛି, କିନ୍ତୁ ସବୁ ପ୍ରାଣୀଙ୍କର କର୍ମ ଫଳ ଦେବା ବାଲା ଗ୍ରହ ରୂପ ଅବତାର ହିଁ ମୁଖ୍ୟ। ଦୈତ୍ୟଙ୍କ ବଳ ନାଶ କରିବା ପାଇଁ, ଦେବତା ମାନଙ୍କ ବଳ ବଢାଇବା ପାଇଁ, ଧର୍ମ ସଂସ୍ଥାପନ ପାଇଁ ଗ୍ରହଙ୍କୁ ଗ୍ରହମାନଙ୍କ ଅନୁସାରେ, ମାନେ ଦେଖନ୍ତୁ ଆମେ ଏଇଟା ଯୋଉ ଶ୍ରୀମଦ୍ ଭାଗବତ ଗୀତାରେ ପଢିଛେ ଯେ କଣ ସେ ଶ୍ଲୋକଟା ତ ଇଏଦା ଏଦା ହି ଧର୍ମସ୍ୟ, ସେ ଏଇଠି ସେ କହିଛନ୍ତି ଦୈତ୍ୟାନାଂ ବଲ ନାଶାୟ ଦେବାନାଂ ବଲମ୍ ବୃଦ୍ଧୟଇ ଧର୍ମ ସଂସ୍ଥାପନାର୍ଥର ଗ୍ରହ ଜାତ ଶୁଭାକ୍ରମାତ୍। ମାନେ ଦୈତ୍ୟ ମାନଙ୍କର ବଳ ନାଶ କରିବା ପାଇଁ ଏବଂ ଦେବତା ମାନଙ୍କର ବଳ ବଢେଇବା ପାଇଁ, ଧର୍ମ ଧର୍ମ ସଂସ୍ଥାପନ କରିବା ପାଇଁ, ମାନେ ଗ୍ରହ ମାନଙ୍କର ମଧ୍ୟରେ ଗ୍ରହ ମାନେ ଯୋଉ ଯୋଉ ଗ୍ରହ ମାନେ ଅଛନ୍ତି ସେ କ୍ରମଟାକୁ ସିଏ ଦଶବତାରର ଯୋଉ ଅବତାର ରହିଛି ଭଗବାନ ନାରାୟଣଙ୍କର ଯୋଉ ମୁଖ୍ୟ, ଅନେକ ତ ଅବତାର ଅଛି କିନ୍ତୁ ଯୋଉ 10 ମୁଖ୍ୟ ଅବତାର ଅଛି ତା ସହିତ ସେ ଯୋଡ଼ିଛନ୍ତି। ଭଗବାନ ମହର୍ଷି ପରାଶର କହୁଛନ୍ତି ଆମେ ସୂର୍ଯ୍ୟଙ୍କ ରାମବତାରରେ ଯୋଡ଼ିବା, ମାନେ 10 ଅବତାରରେ ରାମଙ୍କ ଅବତାରଟା କୁ ଆମେ ରବିଙ୍କ ସହିତ ତୁଳନା କରିବା। ମୁଁ ଏଇଟା କାହିଁକି କହୁଛି ଏଇଟା ମୁଁ ଶେଷରେ କହିବି, ଆପଣମାନେ ଭଲସେ ମନ ଦେଇ ଶୁଣନ୍ତୁ। ଆପଣମାନେ ଭଲସେ ମନ ଦେଇକି ଶୁଣନ୍ତୁ, ଏଇଟା ଗୋଟେ ଆଷ୍ଟ୍ରୋଲୋଜିକାଲ ରିମେଡି ବି। ମୁଁ ଏଇଟା କାହିଁକି ଏତେ କ୍ଲିୟରଲି ବାରିକି ସେ ଧୀରେ ଧୀରେ ଏକ୍ସପ୍ଲେନ କରି କରି ମଝିରେ ଏକ୍ସପ୍ଲେନ କରି କରି କହୁଛି, ଏଇଟା ଗୋଟେ ବହୁତ ବଡ ଆଷ୍ଟ୍ରୋଲୋଜିକାଲ ରିମେଡି, କାଇଣ୍ଡଲି ଏଇଟା ମନ ଦେଇ ଶୁଣନ୍ତୁ। ସୂର୍ଯ୍ୟଙ୍କ କୁ ତୁଳନା କରାଗଲା ରାମ ଅବତାର ସହିତ, ଚନ୍ଦ୍ରମାଙ୍କୁ ତୁଳନା କରାଗଲା କୃଷ୍ଣ ଅବତାର ସହିତ, ଠିକ ଅଛି। ମଙ୍ଗଳଙ୍କୁ ତୁଳନା କରାଗଲା ନରସିଂହ ଅବତାରଙ୍କ ସହିତ, ବୁଦ୍ଧଙ୍କୁ ତୁଳନା କରାଗଲା ବୁଦ୍ଧ ଅବତାରଙ୍କ ସହିତ, ଗୁରୁଙ୍କୁ ତୁଳନା କରାଗଲା ବାମନ ଅବତାର ସହିତ, ଶୁକ୍ରଙ୍କୁ ତୁଳନା କରାଗଲା ପରଶୁରାମ ଅବତାର ସହିତ, ଶନିଙ୍କୁ ତୁଳନା କରାଗଲା କୁର୍ମ ଅବତାର ସହିତ, ରାହୁଙ୍କୁ ତୁଳନା କରାଗଲା ବରାହ ଅବତାର ସହିତ, କେତୁଙ୍କୁ ତୁଳନା କରାଗଲା ମତ୍ସ୍ୟ ଅବତାରଙ୍କ ସହିତ। ତେଣୁ ଏଥିରେ ଆମେ କଣ ଜାଣିଲେ କି ଯାହାର ଯେକୌଣସି ଲୋକର ଯାହା ବି ପ୍ରୋବ୍ଲେମ ଅଛି, କେବଳ ଗୋଟେ ଦେବତାର ଉପାସନା କଲେ, ଆର୍ଡେଣ୍ଟଲି ସେ ଗୋଟେ ଦେବତାକୁ ଯଦି ହୃଦୟ ସହକାରେ ଭଜା ଯାଏ, ତାହେଲେ ତାହେଲେ ସବୁ ପ୍ରକାର ଗ୍ରହ ଗୋଟେ ଜାଗାରେ, ଗୋଟିଏ ମାନେ ୱାନ୍ ଟାଇମ ସଲ୍ୟୁସନ କିଏ ନା ସେଇ ଆଦି ପରମାତ୍ମା ଭଗବାନ ଶ୍ରୀକୃଷ୍ଣ, ଆଦି ମୂଳ ଯାହାଙ୍କୁ କୁହାଯାଏ। ଏଇଟା ଆକର୍ଡିଂ ଟୁ ପରାଶର ମୁନି, ମୁଁ ମୋର କିଛି ଇଣ୍ଟରପ୍ରିଟେସନ ଏଠି ଦଉନି। ମାନେ ଯଦି ଗୋଟିଏ ଦେବତାଙ୍କୁ, ଏତେ ଅବତାର ଅଛନ୍ତି, ଆମର ଅଛନ୍ତି ଆମର କିଏ ଓଡିଆ ଜାତିରେ କିଏ ଭଗବାନ ଜଗନ୍ନାଥ, ମାନେ ସେଇ ଜଗନ୍ନାଥଙ୍କୁ ଯଦି ପୁରା ହୃଦୟ ସାଗରରେ କିଏ ଭଜେ, ଆଉ ହୃଦୟ ସାଗରରେ ମୁଁ ଭଗବାନ ଜଗନ୍ନାଥଙ୍କୁ ଭଲ ପାଏ, ହେଲେ ମତେ ଜଗନ୍ନାଥଙ୍କ ପାଇଁ କିଛି କରିବାକୁ ଇଚ୍ଛା ହବନି। ଆରେ ଜଗନ୍ନାଥଙ୍କ ନୀତି ଷ୍ଟାର୍ଟ ହଉଛି ସକାଳ 4ଟାରୁ, ତାଙ୍କର ନୀତି ସଂକ୍ରାନ୍ତି ଟୁ ସଂକ୍ରାନ୍ତି ଡିସିପ୍ଲିନାରୀ ୱାଇଜ ବାହାରୁଛି, ଡେଲି ନେତା ଚେଞ୍ଜ ହଉଛି, ଯେବେଠୁ ମନ୍ଦିର ତିଆରି ହେଲାଣି ଲୋକମାନେ ଆନନ୍ଦରେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି। କଣ ନା ମୁଁ ଜଗନ୍ନାଥଙ୍କୁ ଭଲ ପାଏ, ହେଲେ ମୁଁ ଆମିଷ ଖାଉଛି ଆଉ ନିଶା ଦ୍ରବ୍ୟ ଗୁଡାକ ସେବନ କରୁଛି, ଏଟା କି ଭଲ ପାଇବା ହେଲା। ତେଣୁ ସେଇଥିପାଇଁ ଗ୍ରହ ରୂପୀ ଅବତାର ଅଛନ୍ତି। ତେଣୁ ତୁମେ ଯୋଉ ଭଳି ଭାବରେ ତମେ ଜିନିଷ ଗୁଡିକ ସେବନ କରିବ, ତଦନୁପାତିକ ଯେପରି ଅନ୍ନ ସେପରି ମନ। ଆଉ ଚନ୍ଦ୍ରରୁ କୃଷ୍ଣ ଅବତାର କୁହାଯାଇଛି। ଚନ୍ଦ୍ର ଗ୍ରହ ଜଗତରେ ମନ, ମନ ଯଦି ଠିକ ଅଛି ତାହେଲେ ଯେତେ ପ୍ରୋବ୍ଲେମ ଆସିଲେ ବି କିଛି ଅସୁବିଧା ନାହିଁ। ଯଦି ମନ ଠିକ ନାହିଁ ତାହେଲେ ଯେତେ ପ୍ରୋବ୍ଲେମ ଆସିବ, ବା ଯେତେ ଯେତେ ଆମାଉଣ୍ଟରେ ଆମେ ସୁଖ ସୁବିଧାରେ ଥିଲେ ମଧ୍ୟ ଆମ ମନ ଆମକୁ ସାଟିସ୍ଫାଏ ହବନି। ଏମିତି ଏମିତି ଏକ୍ସାମ୍ପଲ ଅଛି ଯେ ଗୋଟେ ଆପଣ ମାନଙ୍କ ଭିତରେ ଆମେ କେବେ ଡିସ୍କସନ କରୁଥିଲେ, ଗୋଟେ ପୁଅଟେ ଥିଲା, କୋଟିପତି ଘରର ଛୁଆ, ତା ପାଖରେ ଖାଇବା ପିଇବାର ପ୍ରୋବ୍ଲେମ ନଥିଲା, ସେ ସୁଇସାଇଡ କରିଦେଲା। ଆଉ ଗୋଟେ ରିକ୍ସା ବାଲାର ପୁଅ କି କୌଣସି କମ ଇଏର ପୁଅ, କମ ଯାହା ପାଖରେ ରିସୋର୍ସ ର ଆଭେଲେବିଲିଟି ନାହିଁ,
ସିଏ ପଢିକି ଭଲ ଚାକିରି କଲା। କହିବାର ତାତ୍ପର୍ଯ୍ୟ ହେଲା, ଦେଖନ୍ତୁ, ସମସ୍ତଙ୍କୁ ଏ ଇହ ଜଗତରେ ଧନ ଦରକାର, ସମସ୍ତଙ୍କୁ ଏ ଜଗରେ ଅର୍ଥ ମାନ ଯଶ ଦରକାର, ସମସ୍ତ ସେ ବିନା କାମ ଚାଲିବନି। କିନ୍ତୁ ଆମର କର୍ମ ତା ଭିତରେ ବୁଡିକି ରହିବା ନୁହଁ। ଏ ସଂସାରରେ ଯାହାକୁ ଖାଇବାକୁ ପିନ୍ଧିବାକୁ ଟାଇମରେ ମିଳୁଛି ସିଏ ହିଁ ସୁଖୀ। ତା ବ୍ୟତୀତ ଯାହା ସବୁତିକ ମାୟା। କିନ୍ତୁ ସ୍ଥାନ କାଳ ପାତ୍ର ହିସାବରେ ଆମକୁ ସେଇଟା ମନରୁ ପାସୋରି ଯାଏ। ମୁଁ ଏବେ ସିନା କହୁଛି, କିନ୍ତୁ ମୁଁ ବି ସେଇଭଳିଆ ଆକ୍ଟ କରିବି ଯଦି ସିଚୁଏସନ ମୋ ପାଖେ ସେମିତି ଆସିଗଲା। ମୁଁ ଏଇ କଥାଟା କାହିଁକି କହିଲି କି ଯଦି ମହର୍ଷି ପରାଶର ଯିଏକି ଯିଏକି ଯାହାଙ୍କ ମାଧ୍ୟମରେ ଆମେ ଏଇ ଜ୍ୟୋତିଷ ବିଦ୍ୟାଟା ପାଇଛେ, ସେ ତାଙ୍କର ଅବତାର କଥାନ ଅଧ୍ୟାୟରେ କହିଛନ୍ତି କି ସେ ଭଗବାନ ଜନାର୍ଦ୍ଦନ ବାସୁଦେବ କୃଷ୍ଣଙ୍କର ହିଁ ଅନେକ ଅବତାର, ଗ୍ରହ ରୂପୀ ଅବତାରଟା ମୁଖ୍ୟ, ଏବଂ ସେ ବିଭିନ୍ନ ଗ୍ରହ, ଯୋଉ ଯୋଉ ଗ୍ରହ ଗୁଡିକ ନାଁ କହିଲି, ସେଗୁଡିକ ସହିତ ସେଗୁଡିକ ମାନେ ନାରାୟଣଙ୍କର ଯୋଉ ଜଗନ୍ନାଥଙ୍କର 10 ଅବତାରକୁ ମାନେ ରିଲେଟ କରୁଛନ୍ତି। ତାହେଲେ ଆମର ସବୁ ଯେତିକି ଗ୍ରହ ଅଛି, ସେ ଯଦି ସେ ଜଗନ୍ନାଥଙ୍କର ଅବତାର, ତ ସିଏ କେବେ କୌଣସି ଜିନିଷ ଖରାପ କରିବା ପାଇଁ ଆସିନି। ସିଏ ଆମକୁ ଆମର କର୍ମ ଫଳ ଦେବା ପାଇଁ ଆସିଛି। ତେବେ ଆମକୁ କାହାକୁ ପୂଜା କରିବା କଥା, ମାନେ ଜ୍ୟୋତିଷ ଶାସ୍ତ୍ର ହିସାବରେ, ଏଇ ଯୋଉ ମହର୍ଷି ପରାଶରଙ୍କ ହିସାବରେ, ଏଇଟା ଆପଣ ମାନେ ଟିକେ ଭାବିବେ। କାରଣ ଯାହା ମୁଁ ଦାହିଛି ସେଇଟା ମତେ ଭୋଗିବାର ଅଛି। ଏଇଟା ଆପଣ ମାନେ ଭୋଗିବେ, ଯାହାର କୁଣ୍ଡଲି ସିଏ ଭୋଗିବ। ଆମେ ଯୋଉ ଚାର୍ଟ ଟା ପାଇଛେ, ସେ ଚାର୍ଟ ଟା ସେତିକି ବେଳେ ଚେଞ୍ଜ ହବ ଯେତେବେଳେ ଆମର ପୁନର୍ଜନ୍ମ ହେଲା ଯଦି ମଣିଷ ଭାବରେ, ନହେଲେ ଏ ଜନ୍ମ ପାଇଁ ଏ ଚାର୍ଟ ଆଉ ଚେଞ୍ଜ ହବନି। ତେଣୁ ମୋର ଏଇ କହିବାର ତାତ୍ପର୍ଯ୍ୟ ହେଲା, ଏଇ ମାନେ ଏଇ ସବୁ ଜିନିଷ କହିବାର ତାତ୍ପର୍ଯ୍ୟ ହେଲା, ମହର୍ଷି ପରାଶର ଏତେ କ୍ଲିୟରଲି ଭାବରେ ଏକ୍ସପ୍ଲେନ କରିଛନ୍ତି ନାରାୟଣଙ୍କର ଦ 10 ଅବତାର, 10 ଅବତାର କଳ୍କି ଅବତାର ବିଷୟରେ କିଛି ଏକ୍ସପ୍ଲେନେସନ ନାହିଁ। ଯେହେତୁ ନବ ଅବତାର କହିକି ସେ ଅବତାର ଗୋଟେକୁ ଖଣ୍ଡନ କରିବାକୁ ମୁଁ କ୍ରମଟାକୁ ଖଣ୍ଡନ କରିବାକୁ ଚାହୁଁନଥିଲି, ସେଥିପାଇଁ ମୁଁ 10 ଅବତାର କହିଲି ମୂଳରୁ। ତେଣୁ ଆପଣ ମାନେ ଭାବନ୍ତୁ ଯେ ଜଗନ୍ନାଥଙ୍କୁ ଧରିକି ଚାଲିବା ମାନେ ଜଗନ୍ନାଥଙ୍କର ମୂଳଭୂତ ସିଦ୍ଧାନ୍ତକୁ ଧରିକି ଚାଲିବା, ଏବଂ ସେଇ ମୂଳଭୂତ ସିଦ୍ଧାନ୍ତରେ ନିଷ୍ଠା, ଭକ୍ତି, ପ୍ରେମ, ସେବା ସବୁ କିଛି ଅଛି। ଯଦି ଆପଣ ମାନେ ଜଗନ୍ନାଥଙ୍କୁ ନିଷ୍ଠା, ଭକ୍ତି, ସେବା, ପ୍ରେମ ହିସାବରେ ଧରିଛନ୍ତି ଏବଂ ଧରିକି କାମ କରୁଛନ୍ତି, ତାହେଲେ ଆପଣଙ୍କର ଗ୍ରହରେ କିଛି ଅସୁବିଧା ହବନି। କାରଣ ସେଇ ଜନାର୍ଦ୍ଦନ ବାସୁଦେବ ଶ୍ରୀକୃଷ୍ଣ ଯିଏକି ବର୍ତ୍ତମାନ ଜଗନ୍ନାଥ ହେଇ ବସିଛନ୍ତି, ଆମର ଏଇ ଉତ୍କଳ, ଆମେ ଏତେ ପବିତ୍ର ଜନ୍ମ ନେଇଛେ, ସେଇ ଜଗନ୍ନାଥଙ୍କୁ ଯଦି ନିଷ୍ଠା, ଭକ୍ତି, ପ୍ରେମ ଭାବରେ ଆରାଧନା ଉପାସନା କରାଯାଏ, ତେବେ ଯେତେ ଗ୍ରହର ବୈଗୁଣ୍ୟ ଥିଲେ ମଧ୍ୟ ସେଗୁଡା ସବୁ ପ୍ରଶମିତ ହେବ। ୟାଠୁ ବଡ ରିମେଡି କିଛି ନାହିଁ। ଇଏ ହେଲା ୱାନ୍ ଆଣ୍ଡ ଓନଲି ରିମେଡି। ତେବେ ଆଜିର ଆଷ୍ଟ୍ରୋ ସେସନରେ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।